ମୁଁ ଆପଣମାନଙ୍କୁ ବର୍ତ୍ତମାନ କହିବାକୁ ଯାଉଛି ମୋ ଜୀବନରେ ଘଟିଥିବା ଏକ ଭୟଙ୍କର ରାତିର କଥା। ମୁଁ ଭୁବନେଶ୍ୱରରେ ଏକ ପ୍ରାଇଭେଟ୍ ସେକ୍ଟରରେ କାର୍ଯ୍ୟରତ ଥାଏ। ଛୁଟି ନେଇ ଘରକୁ ଆସିଥାଏ। ଘରେ ଦିନେ କି 2 ଦିନ ରହିଛି ମୁଁ ଜାଣିବାକୁ ପାଇଲି ଯେ ସରକାର ଲକଡାଉନ୍ ଘୋଷଣା କରିଛନ୍ତି। କରୋନା ଭାଇରସ୍ ବୋଲି ଗୋଟେ ରୋଗ ସେ ମହାମାରୀର ରୂପ ନେଇ ଲୋକଙ୍କୁ ପୋକମାଛି ଭଳିଆ ବିଭିନ୍ନ ଦେଶ ବିଦେଶ ଗୁଡ଼ାକରେ ମାରିବାର ଖବର ସବୁ ନ୍ୟୁଜ୍ ଚ୍ୟାନେଲ ଗୁଡ଼ାକରେ ଦେଖାଉଛି। ଆମ ଦେଶକୁ ରୋଗ ବ୍ୟାପିଯିବ ସେ ନେଇ ସରକାର ଆଗୁଆ ସଜାଗ ହେଇ ଲକଡାଉନ୍ ଘୋଷଣା କରିଛନ୍ତି। କରୋନା ବିଷୟରେ ମୁଁ ବା ଆପଣମାନଙ୍କୁ କ'ଣ କହିବି, ଆପଣମାନେ ତ ସବୁ ଜାଣିଛନ୍ତି। କିଛି ଦିନ ପରେ ଲକଡାଉନ୍ ଖୋଲିବ ବୋଲି ମୁଁ ଅପେକ୍ଷାରେ ଥାଏ, କିନ୍ତୁ ଲକଡାଉନ୍ ଖୋଲିବ କ'ଣ, ଖୋଲିବା ବଦଳରେ ବଢ଼ି ଚାଲିଛି। ସେପଟେ ଘର ମାଲିକ ଫୋନ୍ କରି ରଖେଇ ବସେଇ ଦେଉନାହାନ୍ତି, ସମୟ ହେଇଗଲା ତମେ ଘର ଭଡ଼ା ଦିଅ। ଏପଟେ ଅଫିସରୁ ବି କିଛି ସାଲାରୀ ଆସିନି, ଗତ 2 ମାସର ସାଲାରୀ ପେଣ୍ଡିଂ ହେଇକି ଅଛି, ସେ ମଧ୍ୟ ଆଜି ଯାଏଁ ମିଳିନି। କ'ଣ କରିବି ମୁଁ ଚିନ୍ତାରେ ଥାଏ। ଏପଟେ ଶୁଣିବାକୁ ମିଳୁଛି ଯେ ଲକଡାଉନ୍ ଏବେ ଖୋଲିବନି, ବଢ଼ି ଚାଲିବ ସେମିତି। ମୁଁ ସେଦିନ ଚିନ୍ତା କଲି ଯେ ଯାହା ବି ହଉ ମୁଁ କାଲି ଯାଇ ଭୁବନେଶ୍ୱରରେ ପହଞ୍ଚିବି, ଘର ମାଲିକଙ୍କୁ ଘର ଭଡ଼ା କ୍ଲିୟର କରିଦେଇ ସାରି ମୁଁ ଘରଟି ଛାଡ଼ିଦେବି। ଯାହା କିଛି ମୋ ଜିନିଷପତ୍ର ଅଛି ପାଖରେ ଥିବା ଜଣେ ସମ୍ପର୍କୀୟଙ୍କ ଘରେ ରଖିବି, ପରେ ମୁଁ ମୋର ସୁବିଧା ଦେଖି ତାକୁ ନେଇ ଆସିବି। ଏହା ଭାବି ସେଦିନ ରାତିରେ ମୁଁ ଶୋଇଲି। ସକାଳ ହେଲା, ପୂର୍ବ ରାତିର ପ୍ଲାନିଂ ଅନୁସାରେ ସବୁ କାମ ହେଲା। ଘରେ କଥାବାର୍ତ୍ତା ହେଲି। କଥାବାର୍ତ୍ତା ହେଲା ପରେ ବୋଉର ଇଚ୍ଛା ନଥାଏ ମୋତେ ଛାଡ଼ିବା ପାଇଁ, ହେଲେ କ'ଣ କରିବେ, ପରିସ୍ଥିତି ମୋତେ ବାଧ୍ୟ କଲା ରାତିରେ ବାହାରି ଯିବା ପାଇଁ। ପାଖାପାଖି 12:30 ରାତି। ଯଦି ମୁଁ ରାତିରେ ନ ଯାଉଛି ଦିନ ସାରା ପୋଲିସର ପଇଁତରା, ଏମିତିକି ସକାଳ 6ଟାରୁ ରାତି 10:30 11ଟା ପର୍ଯ୍ୟନ୍ତ ପୋଲିସ ଚେକିଂ, ପୋଲିସ ପେଟ୍ରୋଲିଂ। ସେଥିପାଇଁ ଲୁଚିକିରି ମୁଁ ଘରୁ ପାଖାପାଖି 12ଟା 12:30 ରାତିରେ ବାହାରିଲି। ପୁଣି ଯିବି କେଉଁ ପଟେ, ଗଳି କନ୍ଦି ଦେଇ ଗୋଟେ ଜଙ୍ଗଲିଆ ରାସ୍ତା ଦେଇ ଯିବି। ଯଦି ମୁଁ ମୁଖ୍ୟ ରାସ୍ତା ଦେଇ ଯାଉଛି, ଛକ ପୋଲିସ ଷ୍ଟପ୍ ଗୁଡ଼ାକରେ ପୋଲିସ ଚେକିଂ ଚାଲିଥିବ। ସେଥିପାଇଁ ବାଧ୍ୟ ହେଇ ମୁଁ ଜଙ୍ଗଲିଆ ରାସ୍ତାରେ ଗଲି। ରାସ୍ତାରେ ଯାଉ ଯାଉ ମୋତେ ବିଭିନ୍ନ ବିଲୁଆ ରଡ଼ି, ଝିଙ୍କାରୀ ରଡ଼ି ଶୁଣିବାକୁ ମିଳିଲା। ଅନେକ ରାତି, ଅନ୍ଧାର କିଟିକିଟା ଚାରିଆଡ଼େ, କୁଆଡ଼େ କିଛି ଦେଖାଯାଉନି। ଯାହା ଗାଡ଼ି ହେଡ଼ଲାଇଟ୍ରେ ରାସ୍ତା ଆଗକୁ ଦେଖାଯାଉଛି, ଆଉ କିଛି ନାହିଁ, ଜନଶୂନ୍ୟ ପୁରା। କ'ଣ କରିବି, ଟିକେ ଟିକେ ଡର ବି ଲାଗୁଥାଏ। ଯାହା ବି ହଉ ମୁଁ ଆଗକୁ ଚାଲିଲି। ଟିକେ ବାଟ ଯିବା ପରେ ଆଉ ଏକ ଭୟଙ୍କର ରାସ୍ତା ଆସିଲା। ଭୟଙ୍କର ମାନେ ରାସ୍ତାର 2 ପାର୍ଶ୍ୱରେ ଖାଲି ବାଉଁଶ ଗଛ, କେଁ କଟକଟ ଶବ୍ଦ ହେଉଛି। ବୋଧହୁଏ ରାସ୍ତା କାମ ଚାଲିଥିଲା। ଖଣ୍ଡେ ଖଣ୍ଡେ ଜାଗାରେ ପଥର, ବାଲି ସବୁ ଜିନିଷ ଗଦା ହେଇଛି। ଗାଡ଼ିକୁ ଧୀରେ ଧୀରେ ନେଲି। ଧୀରେ ଧୀରେ ଗାଡ଼ିରେ ଯିବା ପରେ ଆଗରେ ଗୋଟେ 3 ଛକି ରାସ୍ତା ପଡ଼ିଲା। ମୁଁ ସେଠି ଟିକେ ସନ୍ଦେହରେ ପଡ଼ିଗଲି ଯେ ମୁଁ ରାସ୍ତାର କେଉଁ ପଟରେ ଯିବି। ଗାଡ଼ି ସେମିତି ଷ୍ଟାର୍ଟରେ ଥାଏ, ବ୍ରେକ୍ ମାରି ଗାଡ଼ିକୁ ରଖିଲି। ଦେଖିଲି ପାଖରେ କିଛି ସାଇନ୍ ବୋର୍ଡ଼ ଅଛି କି, କୌଣସି ସାଇନ୍ ବୋର୍ଡ଼ ବି ମୋତେ ଦେଖାଗଲାନି। ମିନିଟ୍ଟେ 2 ମିନିଟ୍ ପରେ ମୋତେ ଶୁଭିଲା କିଛି ପାଣିର ଶବ୍ଦ, ଯେମିତି ନଈ କି ପୋଖରୀଟେ ଯାଇଛି, କେହି ଲୋକ ଗାଧଉଛନ୍ତି। ଏତେ ରାତିରେ ଜଙ୍ଗଲରେ ଲୋକ କୁଆଡ଼ୁ ଆସିବେ ବୋଲି ଭାବି
ମୁଁ ଗାଡ଼ି ଉପରେ ସେମିତି ବସିଛି। ଧୀରେ ଧୀରେ ଲାଗିଲା ଯେ ନା କେହି ଅଛି, କେହି ଜଣେ ଅଛି ସେଇ ଜାଗାରେ। ଗାଡ଼ି ସେମିତି ଷ୍ଟାର୍ଟରେ ଥାଏ, ମୁଁ ମୋବାଇଲ ଲାଇଟ୍ଟା ଧରି ଯାଇ ଦେଖେ ତ ଗୋଟେ ପୋଖରୀରେ ଗୋଟେ ଲୋକ ଧୁଆଧୁଇ ହେଉଛି। ମୋତେ ଏମିତି କିଛି ଭଲରେ ଦେଖାଯାଉନଥିଲା, କେବଳ ଦିଶୁଥିଲା ସେ ଯେଉଁ ଗୋଟେ ଧଳା ଧୋତି ଆଉ ଗାମୁଛା ପକେଇ ତାର ପୋଖରୀ ପଟକୁ ମୁହଁ କରି ଧୁଆଧୁଇ ହେଉଛି। ତେଣୁ ମୁଁ ହୁଡ଼ା ଉପରୁ ଥାଇ ଡାକ ପକେଇଲି, ଭାଇ ଟିକେ ଶୁଣିବେ, ଭାଇ ଟିକେ ଶୁଣିବେ, ମୁଖ୍ୟ ରାସ୍ତାକୁ ଯିବାକୁ ବାଟ କୋଉ ପଟେ? ବାମ ପଟକୁ ଯିବି ନା ଡାହାଣ ପଟକୁ ଯିବି? ଏମିତି ମୁଁ 10 ମିନିଟ୍ କାଳ ଚିତ୍କାର କରି ତାକୁ କହି ଲାଗୁଥାଏ, କିନ୍ତୁ ତାଠୁ କୌଣସି ଆନ୍ସର ଆସିଲାନି। ମୁଁ ସେଠି ବିରକ୍ତରେ ଚାଲି ଆସିଲି। କହିଲି ପାଗଳ ଲୋକଟା କି, ଏତେ ଡାକୁଛି କ'ଣ ଶୁଣୁନି? ତାପରେ କ'ଣ ଆଉ କରିବି, ଗାଡ଼ିରେ ବସିଲି, ଯାହା ହବ ହବ ଭାବି ବାମ ପଟକୁ ମୋଡ଼ ନେଇ ଆସିଲି। ଆସିଲା ପରେ ଭାବୁଥାଏ ଏତେ ରାତିରେ ଲୋକଟା ସେଠି କ'ଣ କରୁଛି? ପାଖାପାଖି ରାତି 1:30 ହେବ। ଏତେ ରାତି, ଜଙ୍ଗଲ ରାସ୍ତା, ଏକୁଟିଆ ଗୋଟେ ଲୋକ। ପୁଣି ଭାବିଲି ସେମିତି ତ ଗାଁ ଗହଳିରେ କିଛି କିଛି ଲୋକ ଥାଆନ୍ତି, ବୋଧହୁଏ ପାଖାପାଖି କୋଉ ଗାଁ ଅଛି, ଲୋକଟା ଚାଲି ଆସିଥିବ ଆଉ। କିନ୍ତୁ ମୁଁ ସେ ପର୍ଯ୍ୟନ୍ତ ଆସିଲା ପର୍ଯ୍ୟନ୍ତ ବାଟରେ 5 କିଲୋମିଟର 6 କିଲୋମିଟର ଭିତରେ କୌଣସି ବି ଗାଁ ନଥିଲା। ହେଲେ ଆଗରେ ଥିବ ଏହା ଭାବି ମୁଁ ଆଗକୁ ଚାଲିଲି। ମୋ ଭାଗ୍ୟ ଭଲ, ମୁଁ ଠିକ୍ ରାସ୍ତାରେ ଆସିଛି। ପ୍ରାୟ 8-9 କିଲୋମିଟର ପରେ ମୁଁ ମୁଖ୍ୟ ରାସ୍ତାକୁ ବାହାରିଲି। କିନ୍ତୁ 8-9 କିଲୋମିଟର ଭିତରେ କୌଣସି ଘର କି କୌଣସି ଗାଁ କିଛି ମୁଁ ଦେଖିବାକୁ ପାଇଲିନି। ସେ ଲୋକର କଥାଟା ମନରେ ବାରମ୍ବାର ଆସୁଥାଏ, ଏତେ ରାତିରେ ଏତେ ଜଙ୍ଗଲ ଭିତରେ କୋଉଠୁ ଗୋଟେ ଲୋକ ଆସିଲା। ଏହା ଭାବିକିରି ମୁଁ ଥାଏ, ସେ ଯାହା ବି ହଉ, ମୁଁ ଆଉ ସେ କଥାକୁ ଗୁରୁତ୍ୱ ନ ଦେଇ ମୁଁ ମୋର ସିଧା ଚାଲିଲି। ହେଲେ ମୁଖ୍ୟ ରାସ୍ତାରେ ବି ହେଲେ ମୋତେ କୌଣସି ଗାଡ଼ିଟେ ଦେଖାଯାଉନଥାଏ, କୌଣସି ଲୋକ ଦେଖାଯାଉନଥାନ୍ତି। ହଁ, ମଝିରେ ମଝିରେ ଗୋଟେ ଗୋଟେ ଗାଁ, ଗୋଟେ ଗୋଟେ ଘର ପଡ଼ୁଥିଲା। ଷ୍ଟ୍ରିଟ୍ ଲାଇଟ୍ କିଛି କିଛି ଛକମାନଙ୍କରେ, ଗାଁ ଛକମାନଙ୍କରେ ଲାଗିଛି। ଗଲା, ମୁଁ ମୋର 1-1.5 ଘଣ୍ଟା ପରେ ଯେ ଭୁବନେଶ୍ୱର ଖଣ୍ଡଗିରି ଛକରେ ପହଞ୍ଚି ଯାଇ ଚିନ୍ତା କଲି, ଯଦି ମୁଁ ଆଗକୁ ଯାଏ ଭୁବନେଶ୍ୱର, ସିଏ ତ BMC ଏରିଆ, ବହୁତ ଚେକିଂ, ବହୁତ କଡ଼ାକଡ଼ି ଆଗକୁ ଥିବ, ମୁଖ୍ୟ ଛକ ଗୁଡ଼ାକ ଅଛି। ତେଣୁକରି ମୁଁ ଚିନ୍ତା କଲି ଖଣ୍ଡଗିରିରୁ ବାମ ମୋଡ଼ ନେଇ ଚନ୍ଦକା ରୋଡ଼ରେ ଚାଲିଯିବି, କାରଣ ମୋତେ ତ ପଟିଆ ଯିବାର ଥିଲା ନା। ଆଉ ବିଳମ୍ବ ନକରି ମୁଁ ସିଧା ଆଗକୁ ଚାଲିଲି ଚନ୍ଦକା ରୋଡ଼ରେ। ଖଣ୍ଡଗିରିଠୁ ପ୍ରାୟ 7 କିଲୋମିଟର ବାଟ ମୁଁ ଆଗକୁ ଯାଇଛି। ଗାଡ଼ି ବି ବହୁତ ସ୍ପିଡ଼ରେ ଅଛି, କାରଣ ଜନଶୂନ୍ୟ ରାତିଟା, କେହି ଲୋକ ନାହାନ୍ତି, ଗହଳି ନାହିଁ। ତେଣୁ ଗାଡ଼ି ବହୁତ ସ୍ପିଡ଼ ଅଛି, ପାଖାପାଖି 80ରୁ 90 ସ୍ପିଡ଼ ହେବ। 7 କିଲୋମିଟର ପରେ ମୁଁ ଗାଡ଼ି ହେଡ଼ଲାଇଟରେ ଦେଖିଲି ଯେ କେହି ଜଣେ ସ୍ତ୍ରୀ ଲୋକ ଗୋଟେ ଛୋଟ ଛୁଆକୁ ଧରି ରାସ୍ତା ଅତିକ୍ରମ କରୁଛି। ଆଉ ଟିକେ ପାଖକୁ ଗାଡ଼ି ଯିବାରେ ଗାଡ଼ି ଲାଇଟ୍ରେ ଜଣାପଡ଼ୁଛି ଗୋଟେ ସାଇନ୍ ବୋର୍ଡ଼ ଲାଗିଛି, ଆଉ ସେଥିରେ ଲେଖା ହେଇଛି ସାବଧାନ, ହାତୀ ଚଲାପଥ ରାସ୍ତା। ଗାଡ଼ି ସ୍ପିଡ୍ ଅଛି, ମୁଁ ଆଉ ବ୍ରେକ୍ ବି ମାରିପାରୁନି। ମନେ ମନେ ଭାବୁଛି, ଏତେ ରାତିରେ ସ୍ତ୍ରୀ ଲୋକଟେ ପିଲାଟେ ଧରି ଇଆଡ଼େ କୁଆଡ଼େ ଆସିଛି? ସେ ପୁଣି ଏଇ ଜଙ୍ଗଲ ଭିତରେ। ଗାଡ଼ି ଯେତେ ପାଖକୁ ଯାଉଛି, ସ୍ତ୍ରୀ ଲୋକଟି ବି ସେତେ ଜଲ୍ଦି ରାସ୍ତା ପାର ହେଇ ଜଙ୍ଗଲ ପଟକୁ ଚାଲି ଯାଉଛି।
ବିଜୁଳି ବେଗରେ ଯାଉଛି। ଟିକେ ପାଖାପାଖି ହେବା ପରେ ମୋତେ ଲାଗିଲା ଯେ ସ୍ତ୍ରୀ ଲୋକଟା ପିନ୍ଧିଥିବା ଶାଢ଼ୀଟାରେ କିଛି ରକ୍ତ ଛିଟା ଲାଗିଛି। ଆଉ ଲାଗିଲା ସ୍ତ୍ରୀ ଲୋକଟା ଟିକେ ଟିକେ ଘୁମୁରି ଘୁମୁରି କାନ୍ଦୁଛି। ସେତେବେଳକୁ ତ ମୁଁ ପୁରା ଭୟରେ ଥରିଲିଣି। ମନରେ ପ୍ରଶ୍ନ ଆସୁଥାଏ ଯେ ବୋଧେ କୌଣସି ଡକାୟତ ଗୁଣ୍ଡା ବଦମାସ ଦଳ ସ୍ତ୍ରୀ ଲୋକଟାକୁ କିଡନାପ୍ କରି ଆଣିଛନ୍ତି ତାଙ୍କ ଫାଇଦା ହାସଲ କରିବା ପାଇଁ। ବୋଧହୁଏ ତାଙ୍କ କବଳରୁ ସ୍ତ୍ରୀ ଲୋକଟି ଖସି ଯାଇଛି। ହେଲେ ମୁଁ ଅବା ସେଠି କ'ଣ କରିପାରିବି? ଏକୁଟିଆ ମୁଁ ଇଆଡ଼ୁ ଡରରେ ଥରିଲିଣି। ତେଣୁକରି ମୋ ଗାଡ଼ି ଆହୁରି ସ୍ପିଡ୍ ବଢ଼େଇ ମୁଁ ସିଧା ଚାଲିଲି। ଆଉ ପଛକୁ ବି ଚାହିଁ ଦେଖିନି, କାରଣ ଡରରେ ମୁଁ ବି ଥରୁଥାଏ। ଏତେ ରାତିରେ ପାଖାପାଖି 2:30 2:45 3ଟା ପାଖାପାଖି ହେବ। ଜନଶୂନ୍ୟ ଜଙ୍ଗଲ ଜାଗା, ଘଞ୍ଚ ଜଙ୍ଗଲ। କ'ଣ କରିବି? ସେ ଯାହା ବି ହଉ କିଛି ସମୟ ପରେ ମୁଁ ମୋ ରୁମ୍ ପାଖରେ ଆସି ପହଞ୍ଚିଲି। ଗାଡ଼ିଟି ହ୍ୟାଣ୍ଡେଲ ଲକ୍ କରିଦେଇ ରୁମ୍କୁ ଯାଇ ସେମିତି ଶୋଇପଡ଼ିଲି ଲାଇଟ୍ଟା ଅନ୍ କରିଦେଇକି। ସକାଳୁ ଉଠି ମୁଁ ମୋର ନିତ୍ୟକର୍ମ କରିସାରି ଘର ମାଲିକଙ୍କୁ ଘର ଭଡ଼ା ଟଙ୍କା କ୍ଲିୟର କରିଦେଇ ତାଙ୍କୁ କହିଲି ଯେ ଆଜ୍ଞା ମୁଁ ଘର ଛାଡ଼ିଦେବି। ମୁଁ ମୋର ଜିନିଷପତ୍ର ସବୁ ପ୍ୟାକିଂ କରି ସମ୍ପର୍କୀୟଙ୍କ ଘରେ ନେଇ ରଖିଲି। ତାପରେ ମୁଁ ସେଠୁ ଚିନ୍ତା କଲି ଯେ ନା, ପାଖରେ ଥିବା ପୋଲିସ ଷ୍ଟେସନକୁ ଯିବି। ପାଖ ପୋଲିସ ଷ୍ଟେସନକୁ ଯାଇ ସେଠୁ ଗୋଟେ ପାସ୍ ଆଣିବି। ପାସ୍ ଆଣି ଦିନ ବେଳେ ଘରକୁ ଯିବି। ତେଣୁକରି ମୁଁ ଯାଇକି ପୋଲିସ ଷ୍ଟେସନରେ ପହଞ୍ଚିଲି। ପହଞ୍ଚିବା ପରେ ସେଠି ପୋଲିସ ଷ୍ଟେସନରେ ସାକ୍ଷାତ କରି ତାକୁ ଏକ ପାସ୍ ପାଇଁ ଅନୁରୋଧ କଲି। ସେଥିରୁ ଜଣେ ପୋଲିସ ବାବୁ ମୋତେ କହିଲେ ଟିକେ ଅପେକ୍ଷା କର। ମୁଁ ସେଠୁ ଅପେକ୍ଷା କଲି। ପାଖରେ ଗୋଟେ ବେଞ୍ଚ ପଡ଼ିଥିଲା। ମୁଁ ଯାଇ ସେ ବେଞ୍ଚ ଉପରେ ବସି ପଡ଼ିଲି। ଟିକେ ବସି ପଡ଼ିଛି କି ନାହିଁ, ମୋ ନଜର ଯାଇ ପଡ଼ିଲା ଗୋଟେ ପେପର ଉପରେ। ପେପର ଉପରେ ନଜର ପଡ଼ିବା ପରେ ମୋତେ ଦେଖାଗଲା ଯେ ପେପରରେ ଗୋଟେ ହେଡିଂ ଦିଆ ହେଇଛି ଯେ ମା ଓ ପିଲାଙ୍କୁ ମାରି ପୋତି ଦିଆ ହେଇଛି ଚନ୍ଦକା ଜଙ୍ଗଲରେ। ମୁଁ ଯାଇ ପେପରଟା ପାଖକୁ ଆଣିଲି। ପାଖକୁ ଆଣିକି ଦେଖିଲି ପେପରରେ ଏକ ଫଟୋ ଦିଆହେଇଛି। ସେ ଫଟୋରେ ଏକ ସାଇନବୋର୍ଡ ଲାଗିଛି, ସାବଧାନ ହାତୀ ଚଲାପଥ ରାସ୍ତା। ମୁଁ ଟିକେ ଶକ୍ ହେଇଗଲି, କାରଣ କାଲି ରାତିରେ ଯେଉଁ ଜାଗାରେ ସେ ସ୍ତ୍ରୀ ଲୋକଟାକୁ ଦେଖିଥିଲି ସେ ଜାଗାର ଫଟୋ ହିଁ ପେପରରେ ଦିଆହେଇଛି। ଟିକେ ପଢ଼ିବା ପରେ ଜାଣିବାକୁ ପାଇଲି ଯେ ସେ ଜାଗାରୁ ଗୋଟେ ଛୋଟ ଛୁଆ ଓ ସ୍ତ୍ରୀ ଲୋକର 50 ଶବ ପୋଲିସ ଜବତ କରିଛି। ମୋ ଦେହଟା ଟିକେ ଭୟରେ ଥରି ଉଠିଛି। ସେ ସମୟରେ ମୁଁ ଟିକେ ଅନ୍ୟମନସ୍କ ହେଇଯାଇଛି। ସେ ସମୟରେ ଜଣେ ପୋଲିସ ବାବୁ ଡାକିଲେ। ମୁଁ ଭିତରକୁ ଗଲି। ଯାହା ବି ହଉ ମୋତେ ପାସ୍ଟା ମିଳିଗଲା। ମୁଁ ପାସ୍ଟା ଧରି ଦିନ ବେଳେ ପାଖାପାଖି 2:30 ସମୟ ହେବ, ଖରା ବେଳଟାରେ ମୁଁ ବାହାରି ଆସିଲି। ବାହାରି ଆସି ରୁମ୍ରୁ ମୋ ବ୍ୟାଗ୍ଟା ଆଣିଲି ଆଉ ରୁମ୍ ଚାବିଟା ଘର ମାଲିକଙ୍କୁ ଦେଇ ମୁଁ ଗାଁକୁ ବାହାରିଲି। ମୁଁ ଗାଁକୁ ବାହାରିବା ସମୟରେ ସବୁ ଜିନିଷ ଭାବି ଯାଉଥାଏ। କିଛି ବାଟ ଗଲା ପରେ ମୋ ମୁଣ୍ଡକୁ ଆସିଲା ଗତ ରାତିରେ ଦେଖା ହେଇଥିବା ସେ ଲୋକଟିର କଥା। ମୁଁ ଭାବିଲି କାହିଁକି
से रास्ता दे पड़े मु किसी जानवा पाइबी जे से जगह किसी घर थिला ना नथिला किसी तो मत जानवा मिल भाभी मु से रोड रे गली से रोड रे जीवा पर से 3 छकी रास्ता टिरे मोटकिली देखिली आगरू 2-3 जन लोक साइकल काठ धरी जंगल पटू आसुचंदी पाखक आसवा पर तांको पचारली कहली भाई काली राति रे मु एपट रास्ता रे आसुथली गोटे लोक को देखली ताको एते कथा पचारली एते किरी पचारली भाई मु को पटको जीबे मते रास्ताटा कहि दियो किंतु से लोक मते किछि कहु नथिला भाबिली बोधे पागल लोकटा किंतु काली गला टाइम रे तो आखपाख कौन सी ना आगो को ना पछ को 5 किलोमीटर भीतर किसी गाँ देखनी किसी घर देखनी 2 जन लोक कहले कौन होइथबा आमे जानिनु कहि से चली गले किंतु शेष लोकटी गला टाइम रे मते कहला आपण काली जहाँ देखी से भलिया दृश्य आम गाँव बहुत लोक देखी कहली कारण कौन कारणटा है गोटे लोक घर आसी ठीक यही जगार आत्महत्या करिछि से आत्महत्या करने पर दिन ही से विभिन्न लोक ता समय डराऊँच काली लगी राति आ संज बेले यही समय कहीं यही जगह को आसती आपण कहीं आसुले रास्ता रे से कही चलीगला मु कहली लोकटा मत डरैला ना सत कहला कहले हो जाए देखे से पोखरी पाखक जाए मु पोखरी पाखक जाऊँगी तो मत पोखरी कौटी देखागलानी मु काली जो जगह ठिया होती से जगह ठिया होगी देखिली से जगह पोखरी ही नथिला खाली बाउंश गछ आ चारिपटे खाली ढीप पड़िया गुड़ाक मत केमती मो सागे सागे गाड़ी स्टार्ट मारी से घर को चली आस किसी समय पर आसी मु घरे पहुँचली घरे पहुँची धुआ धोई हो सारी खाई मु मोर शोई पड़ली मु शोई पड़ी अध राति मते जर आरंभ है एमती 4 दिन जर रे पड़ली कौन कहबी एमती एक अनुभूति थिला मोर से दिन राति भारी भयंकर थिला भारी भयंकर राति एबे भी भाविले डर रे देह शीतई उठुची कि भयंकर राति कथाटी भल लगी आम चैनल को लाइक करंतु सब्सक्राइब करंतु और पाखरे थिबा बेल आइकन टी को दबाई दियंतु जहाँ फल आपण आमर आसुवा नुआ नुआ वीडियो अपडेट गुड़ाक सहजरे पाई परिबे। धन्यवाद।